ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ 1879 ମସିହା ପୁରୀ ରଥଯାତ୍ରା ଭାଗ 14 ସଂଖ୍ୟା 25 ଜୁନ ମାସ 21 ତାରିଖ। ଅଦ୍ୟ ଶ୍ରୀଗୁଣ୍ଡିଚା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ଯାତ୍ରା। ଏ ବର୍ଷ ବିଶେଷ ଯାତ୍ରୀ ହୋଇଅଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ 10 ସହସ୍ର ଯାତ୍ରୀ ହୋଇଥିଲେ ଏବଂ ନବଯୌବନ ଦିନକୁ ପ୍ରାୟ 30,000 ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ଅଧିକ ଯାତ୍ରୀ ହେବା ଦୃଷ୍ଟିରେ ପୁରୀର ମାଜିଷ୍ଟ୍ରେଟ ସାହେବଙ୍କ ପ୍ରାର୍ଥନା ଏଠାରୁ ପୋଲିସର ଆସିଷ୍ଟାଣ୍ଟ ସାହେବ 2 ଜଣ ହେଡ୍ କନେଷ୍ଟବଳ ଓ 40 ଜଣ କନଷ୍ଟେବଳ ସେଠାରେ ପୋଲିସର ସାହାଯ୍ୟ ନିମନ୍ତେ ଯାଇଅଛନ୍ତି। ଶୁଣିବାରେ ପୋଲିସର ବନ୍ଦୋବସ୍ତ ଉତ୍ତମ ହୋଇଅଛି, ମାତ୍ର ଓଲା ଉଠା ଉପସ୍ଥିତ ହୋଇ ଭୟର କାରଣ ହୋଇଅଛି। 1879 ମସିହା ପୁରୀ ରଥଯାତ୍ରା ଭାଗ 14 ସଂଖ୍ୟା 26 ଜୁନ ମାସ 28 ତାରିଖ। ଏଥର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା କାର୍ଯ୍ୟ ସବୁ ଅତି ଚଞ୍ଚଳ ନିର୍ବାହ ହୋଇଅଛି। ଚଳିତ ମାସ 21 ତାରିଖ ଶନିବାର ଶ୍ରୀଗୁଣ୍ଡିଚା ଥିଲା। ଏଦିନ ସକାଳ 8 ଘଣ୍ଟା ସମୟରେ ଖେଚେଡ଼ି ଭୋଗ ଶେଷ ହୋଇ 9 ଘଣ୍ଟା ବେଳେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। 11 ଘଣ୍ଟା ମଧ୍ୟରେ ତିନି ଠାକୁର ଆପଣା ଆପଣା ରଥରେ ଆସୀନ ହେଲେ। ଅପରାହ୍ନ 3 ଘଣ୍ଟା ସମୟରେ ବଳଦେବଜୀଉଙ୍କ ରଥଟଣା ଆରମ୍ଭ ହେଲା ଓ ସେହିଦିନ ସନ୍ଧ୍ୟା ପର୍ଯ୍ୟନ୍ତ ବଡ଼ ଠାକୁରେ ଗୁଣ୍ଡିଚା ମଣ୍ଡପଠାରେ ପହଞ୍ଚିଲେ। 22 ତାରିଖ ରବିବାର ପ୍ରାତଃ କାଳ 6 ଘଣ୍ଟା ସମୟରେ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହୋଇ 10 ଘଣ୍ଟା ସରିକି ରଥ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ ହେଲା। ଏହିପରି ମାଜିଷ୍ଟ୍ରେଟ ଓ ପୋଲିସର ଆଜ୍ଞା ଓ ସାହାଯ୍ୟରେ 2 ରଥ ମାଉସୀମା ଘର ବା ଅନ୍ୟତ୍ରରେ ବିଶ୍ରାମ ନ ପାଇ ଏକାଟଣାରେ ଗୁଣ୍ଡିଚା ମନ୍ଦିରକୁ ଆନିତ ହେବାରେ ଠାକୁରମାନଙ୍କୁ ଯେ ବାଧା ଥିବ, ଏହା ବୋଲିବା ବାହୁଲ୍ୟ। ଅନୁମାନ ହୁଅଇ ଏହା ଦେଖି ଶ୍ରୀଜଗନ୍ନାଥଙ୍କର ସୁଦ୍ଧା ଭୟ ହୋଇଥିବ ଓ ସେହି ହେତୁରୁ ହେଉ ଅଥବା ଅନ୍ୟ କାରଣରୁ ହେଉ ଉପରଓଳି 3 ଘଣ୍ଟା ସମୟରେ ଶ୍ରୀଜଗନ୍ନାଥଙ୍କ ରଥଟଣା ହୋଇ ଅଧବାଟ ଯାଇ ଅର୍ଥାତ୍ ଡାକ୍ତରଖାନା ନିକଟରେ 4 ଜଣ କଳାପିଠିଆଙ୍କ ଉପରେ ଚଢ଼ିଗଲା। ପୋଲିସ ତତ୍ପର ହୋଇ ସେମାନଙ୍କୁ ସଚେତନ କରାଇ ଡାକ୍ତରଖାନାକୁ ପଠାଇଦେଲେ, ମାତ୍ର ସେମାନେ ଗୁରୁତର ପୀଡ଼ା ପାଇଥିବାରୁ 2 ଜଣ ସେହି ରାତ୍ରିରେ ମରିଗଲେ। ଅନ୍ୟ 2 ଜଣ ଏପର୍ଯ୍ୟନ୍ତ ବଞ୍ଚି ଅଛନ୍ତି। ରଥଟଣା ସମୟରେ କଟକର ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ କକ୍ ସାହେବ, ପୁରୀର ଇନ୍ସପେକ୍ଟର ବାବୁ ରାମରାଓ ଓ 3 ଜଣ ସବ୍ ଇନ୍ସପେକ୍ଟର ଏବଂ ପ୍ରାୟ 300 ଜଣ କନଷ୍ଟେବଳ ମୁତୟନ ରହିଥିଲେ ଓ ସେମାନେ ଯାତ୍ରୀଙ୍କୁ ଅନ୍ତର ରଖିବା ଓ ଭିଡ଼ ନିବାରଣ ପକ୍ଷରେ ଯଥେଷ୍ଟ ସାବଧାନ ଥିଲେ। ତଥାଚ ଏପରି ଘଟଣା ହେଲା ବଡ଼ ଦୁଃଖର ବିଷୟ ଅଟଇ। ଜଣାଯାଏ ଯେ କଳା ପିଠିଆମାନଙ୍କୁ ରଥଠାରୁ ଅନ୍ତର ରଖିବା ବିଷୟରେ ପୋଲିସ ତେଣେ ସତର୍କ ହୋଇନଥିଲେ, କାରଣ ରଥ ପାଖରେ ଥିବା କଳାପିଠିଆଙ୍କ ମଧ୍ୟରୁ 4 ଜଣଙ୍କ ଉପରେ ଏ ବିପଦ ପଡ଼ିଲା ଓ ଅନୁମାନ ହୁଅଇ ଯେ ସେମାନେ ଯାତ୍ରା ଦେଖିବା ଓ ଗୀତ ଶୁଣିବାରେ ମାତି ରଥ ଦଉଡ଼ି ଶିଥିଳ କରି ଧରିଥିଲେ ଅଥବା ଛାଡ଼ି ଦେଇଥିଲେ। ଏହି ହେତୁରୁ ଆଗବାଲାମାନେ ବଳରେ ଟାଣିବା ସମୟରେ ସେମାନଙ୍କ ଉପରେ ରଥ ଚଢ଼ିଗଲା। କେହି କେହି କହନ୍ତି କି ଅସ୍ପୃଶ୍ୟ ଲୋକ ଅର୍ଥାତ୍ ଇଂରେଜ ଓ ମୁସଲମାନ ରଥକୁ ଛୁଇଁବାରୁ ଏପରି ଦୁର୍ଘଟଣା ହେଲା। ଯାହା ହେଉ, ମାଜିଷ୍ଟ୍ରେଟ ତଦାରଖରେ କାହାରି ତ୍ରୁଟି ପ୍ରକାଶ ପାଇନାହିଁ। ମାତ୍ର ସାଧାରଣ ବିଶ୍ୱାସ ଏହି କି ପୋଲିସ ଯେମନ୍ତ ଯାତ୍ରୀଙ୍କ ରକ୍ଷା ପ୍ରତି ଦୃଷ୍ଟି ରଖିଥିଲେ, ଯେବେ ତହିଁ ସଙ୍ଗେ ରଥ ଟାଣିବା ଲୋକଙ୍କ ରକ୍ଷା ପ୍ରତି ଦୃଷ୍ଟି ରଖିଥାନ୍ତେ, ତାହେଲେ ଏ ଦୁର୍ଘଟଣା ଘଟି ନଥାନ୍ତା। ହାକିମମାନଙ୍କର ତରତରିଆ ପଣ ମଧ୍ୟ ଏଥିର ଅନ୍ୟତର କାରଣ ଅଟଇ। 23 ତାରିଖ ରବିବାର ଅପରାହ୍ନ 4 ଘଣ୍ଟା ସମୟରେ ଜଗନ୍ନାଥଙ୍କ ରଥଟଣା ହୋଇ ବାଘ ଆଖଡ଼ାଠାରେ ଅଟକିଲା। ଏ ଦିନ ରଥରେ 5ଟା ଦଉଡ଼ି ଲାଗିଥିଲା ଓ ରଥ ନିକଟକୁ ପ୍ରାୟ 150 ଫୁଟ ଅନ୍ତରରେ କଳା ପିଠିଆମାନେ ଥାଇ ଟାଣିଥିଲେ ଓ ରଥ ଅତି ଧୀରେ ଧୀରେ ଚାଲିଥିଲା। 24 ତାରିଖ ମଙ୍ଗଳବାର ଅପରାହ୍ନ 4 ଘଣ୍ଟା ସମୟରେ ସେହିପରି ଧୀରେ ଧୀରେ ରଥକୁ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଲେ। 25 ତାରିଖ ବୁଧବାର ପ୍ରାତଃ କାଳରେ ପହଣ୍ଡି ବିଜେ ଆରମ୍ଭ ହେଲା ଓ ଠାକୁରମାନେ 10 ଘଣ୍ଟା ସମୟରେ ସିଂହାସନରେ ବସିଲେ। ବଡ଼ ସୁଖର ବିଷୟ ଯେ ଓଲା ଉଠା ରୋଗ ଏ ବର୍ଷ ଶାନ୍ତ ରହିଛି। 1879 ମସିହା ପୁରୀ ରଥଯାତ୍ରା ଭାଗ 14 ସଂଖ୍ୟା 27 ଜୁଲାଇ ମାସ 5 ତାରିଖ। ପୁରୀର ରଥଯାତ୍ରା ଏକ ପ୍ରକାର ଶେଷ ହେବାର ବୋଲିବାକୁ ହେବ ଯେ, କାରଣ ଯାତ୍ରୀମାନେ ପ୍ରାୟ ସମସ୍ତେ ଚାଲି ଆସିଲେଣି, ମାତ୍ର ମହାପ୍ରଭୁଙ୍କର ବାହୁଡ଼ା ବିଜେ ହୋଇନାହିଁ। ଗୁଣ୍ଡିଚା ଯାତ୍ରା ବେଳେ ଠାକୁରମାନେ ଯଥା ସମୟରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ ହେଲେ ଓ ଗତ ମାସ 28 ତାରିଖ ଶନିବାର ପର୍ଯ୍ୟନ୍ତ ଅନ୍ନଭୋଗ ହେଲା। ରବିବାର ଦିନ ବାହୁଡ଼ା ଯାତ୍ରା ହେଲା, ମାତ୍ର ରଥମାନ ଲେଉଟା ହୋଇନଥିବାରୁ ଠାକୁରମାନେ ଯଥା ନିୟମରେ ଜଗମୋହନରେ ବନ୍ଧା ହୋଇ ରହିଲେ। ରଥ ଲେଉଟାଇବା ବିଷୟରେ କର୍ତ୍ତୃପକ୍ଷମାନେ ତ୍ରୁଟି ନ କରି ବାହୁଡ଼ା ଦଶମୀ ପୂର୍ବ ଶୁକ୍ରବାରଠାରୁ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ବାହୁଡ଼ା ଦଶମୀ ଦିନ ପର୍ଯ୍ୟନ୍ତ ସୁଭଦ୍ରା ଓ ବଳଦେବଙ୍କ ରଥ ଲେଉଟା ହୋଇ ମନ୍ଦିର ନିକଟକୁ ଆସିଥିଲା।
ମାତ୍ର ଚଳିତ ମାସ 1 ତାରିଖ ଠାରୁ ଅନବରତ ବୃଷ୍ଟି ହେବାରୁ ଜଗନ୍ନାଥଙ୍କ ରଥ ଫେରା ହୋଇପାରିଲା ନାହିଁ। ଏଥର ଯାତ୍ରୀମାନେ ପୁରୀରେ କୁଶଳରେ ରହିଥିଲେ। ଓଲାଉଠା ରୋଗ ସାମାନ୍ୟରେ ଦେଖାଯାଇଥିଲା। ମାତ୍ର ବର୍ତ୍ତମାନ ସେଠାରେ ଜ୍ୱର ରୋଗର ଅତ୍ୟନ୍ତ ପ୍ରାଦୁର୍ଭାବ ହୋଇଅଛି। ପ୍ରାୟ ପ୍ରତ୍ୟେକ ଘରେ 2-4 ଜଣ ଲେଖାଏଁ ପୀଡ଼ା ଭୋଗ କରୁଅଛନ୍ତି। ଭରସା କରୁ ଏ ରୋଗ ତେଡ଼େ ସାଂଘାତିକ ହେବ ନାହିଁ। 1879 ମସିହା ପୁରୀ ରଥଯାତ୍ରା ଭାଗ 14 ସଂଖ୍ୟା 28 ଜୁଲାଇ ମାସ 12 ତାରିଖ। ପୁରୀର ଠାକୁରମାନେ ଅବଧି ମନ୍ଦିରକୁ ଫେରିଆସିବାର ସମ୍ବାଦ ପାଇନାହୁଁ। ଗତ ମଙ୍ଗଳବାର ପର୍ଯ୍ୟନ୍ତ କେବଳ ବଳଦେବଙ୍କ ରଥ ମନ୍ଦିର ନିକଟରେ ପହଞ୍ଚିଥିଲା। ଦୁର୍ଘଟଣା ନିବାରଣ ସକାଶେ ରଥମାନେ ଅତି ଧୀରେ ଧୀରେ 4ଟା ଦଉଡ଼ା ଦ୍ୱାରା ଟଣା ହେଉଥିଲେ ଏବଂ ବୃଷ୍ଟି ହେତୁରୁ ମଧ୍ୟ କେତେକ ବ୍ୟାଘାତ ହୋଇଅଛି। ଓଲାଉଠା ରୋଗ ସାମାନ୍ୟ ରୂପେ ରହିଅଛି ଏବଂ ଜ୍ୱରର ପ୍ରକୋପ ଅନେକ ଉଣା ପଡ଼ିଅଛି। 1879 ମସିହା ପୁରୀ ରଥଯାତ୍ରା ଭାଗ 14 ସଂଖ୍ୟା 30 ଜୁଲାଇ ମାସ 26 ତାରିଖ। ପୁରୀର ଗତ ରଥଯାତ୍ରା ସଂକ୍ରାନ୍ତରେ ହିନ୍ଦୁ ପେଟ୍ରିଅଟ ବୋଲନ୍ତି ମୁସଲମାନ କନଷ୍ଟେବଳମାନେ ଓ ପୋଲିସର ଆସିଷ୍ଟାଣ୍ଟ ସାହେବମାନେ ରଥକୁ ଛୁଇଁବାରେ ହିନ୍ଦୁମାନଙ୍କର ମନବେଦନା ଜାତ ହୋଇଅଛି ଓ ପ୍ରଧାନ କର୍ମଚାରୀ ଏହା କିପରି କରାଇଦେଲେ ଆଶ୍ଚର୍ଯ୍ୟର ବିଷୟ। ହିନ୍ଦୁ ଯାତ୍ରାର ଭାର କାହିଁକି 2 ଜଣ ନବଯୁବକ ଇଂରେଜଙ୍କ ହସ୍ତେ ଦିଆଗଲା ତାହା ବୁଝାଯାଉ ନାହିଁ। ଆର୍ମଷ୍ଟ୍ରଙ୍ଗ ସାହେବ ନୂତନ ନୁହନ୍ତି। ସେ ତାଙ୍କ ଚାକିରିର ଅର୍ଦ୍ଧ ସମୟ ପୁରୀରେ ଅତିବାହିତ କରିଅଛନ୍ତି। ଗତବର୍ଷ ସେ ଉତ୍ତମ ବନ୍ଦୋବସ୍ତ କରିଥିଲେ, ହେଲେ ଏ ବର୍ଷ କାହିଁକି ଏଡ଼େ ଅମନୋଯୋଗୀ ହେଲେ? ବର୍ଦ୍ଧମାନର କମିଶନର ରାବନସ ସାହେବ ସ୍ୱୟଂ ମହେଶ ରଥଯାତ୍ରାରେ ଉପସ୍ଥିତ ରହିଥିଲେ। ପୁରୀର ମାଜିଷ୍ଟ୍ରେଟ ଘରେ ନିଶ୍ଚିତ ବସିଲେ। 2-3 ବର୍ଷ ପୂର୍ବେ ଏହି ମାଜିଷ୍ଟ୍ରେଟଙ୍କ ସମୟରେ ସିଂହଦ୍ୱାରରେ କେତେଜଣ ଯାତ୍ରୀ ମଡ଼ାଦଳାରେ ମରିଯାଇଥିଲେ। ସେହିଭଳି ଏ ବର୍ଷ ରଥ ତଳେ 3 ଜଣଙ୍କର ପ୍ରାଣ ଗଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରା ହେତୁ ପୁରୀ ପ୍ରଧାନ। ଅତଏବ ଯାତ୍ରା ସମୟରେ ମାଜିଷ୍ଟ୍ରେଟଙ୍କର ବିଶେଷ ରୂପେ ସାବଧାନ ହେବାର ଉଚିତ। ଯେଉଁ ମାଜିଷ୍ଟ୍ରେଟ ଆପଣାର ଦାୟିତ୍ୱ ଜାଣି ଏପରି ଘଟଣାରେ କର୍ତ୍ତବ୍ୟ କର୍ମରେ ତ୍ରୁଟି କରନ୍ତି ସେ କର୍ମର ଉପଯୁକ୍ତ ନୁହନ୍ତି। ଆମ୍ଭେମାନେ ମଧ୍ୟ କହିଥିଲୁ ରଥ ତଳେ ମନୁଷ୍ୟ ପଡ଼ିବାର ଗୋଟିଏ କାରଣ ହାକିମମାନଙ୍କର ତରତରିଆପଣ ଅଟଇ। ଏତେ ତରତରରେ ରଥ ଟାଣି ନେବାର କିଛି ଆବଶ୍ୟକ ନଥିଲା। ଏ ହେତୁ ହିନ୍ଦୁ ପେଟ୍ରିଅଟ କହନ୍ତି ଭାରପ୍ରାପ୍ତ କର୍ମଚାରୀମାନେ ରଥଟଣା କାର୍ଯ୍ୟ ଶୀଘ୍ର ସାରି କ୍ଲେଶରୁ ପାର ପାଇବା ଉଦ୍ଦେଶ୍ୟରେ ଲୋକଙ୍କ ଧର୍ମ ଓ ଅଭିପ୍ରାୟ ପ୍ରତି ଆସ୍ଥା ନ କରି ତରତରରେ କର୍ମ କରିଥିବାର ବୋଧ ହେଉଅଛି। ଉକ୍ତ ପତ୍ରିକା ରାମରାଓ ସବ୍ ଇନ୍ସପେକ୍ଟରଙ୍କର ପ୍ରଶଂସା କରି ବୋଲନ୍ତି ଯେ ସେ ଭୟଙ୍କର ସମୟରେ ସାହସ ପ୍ରକାଶ କରି ନଥିଲେ ଆହୁରି କେତେ ଜଣଙ୍କର ପ୍ରାଣ ନାଶ ହୋଇଥାନ୍ତା। 1879 ମସିହା ପୁରୀ ରଥଯାତ୍ରା ଭାଗ 14 ସଂଖ୍ୟା 34 ଅଗଷ୍ଟ 23 ତାରିଖ। ଗତ ରଥଯାତ୍ରା ସଂକ୍ରାନ୍ତରେ ହିନ୍ଦୁ ପେଟ୍ରିଅଟ ପତ୍ରିକା ଯାହା ଲେଖିଥିଲେ ତାହା ପାଠକମାନଙ୍କୁ ଆମ୍ଭେମାନେ ଏଥି ପୂର୍ବେ ଜଣାଇଅଛୁ। ସେ ଲେଖା କାର୍ଯ୍ୟରେ ଆସିଅଛି। ଆମ୍ଭମାନଙ୍କ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସାହେବ ଉକ୍ତ ପ୍ରବନ୍ଧରୁ ପୁରୀ ରଥରେ ପୋଲିସର ଆସିଷ୍ଟାଣ୍ଟ ସାହେବମାନେ ବସିଥିବା ଓ ମୁସଲମାନ କନେଷ୍ଟବଳମାନେ ରଥ ଛୁଇଁଥିବା ଓ ଠାକୁରଙ୍କ ନୀତି ସରିବା ପୂର୍ବେ ରଥ ଟଣା ହେବା ଇତ୍ୟାଦି ବିଷୟ ଅବଗତ ହୋଇ ଶ୍ରୀଯୁକ୍ତ କମିଶନର ସାହେବଙ୍କ ଦ୍ୱାରା ସ୍ଥାନୀୟ କର୍ମଚାରୀଙ୍କଠାରୁ ଏଥର କୈଫିୟତ ତଲବ କଲେ। କମିଶନର ସାହେବ ଗଭର୍ଣ୍ଣମେଣ୍ଟଙ୍କ ଆଜ୍ଞା ପୁରୀ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇଦେଲେ ଓ ସେ ଆସିଷ୍ଟାଣ୍ଟମାନଙ୍କଠାରୁ କୈଫିୟତ ନେଇ ପଠାଇବାରୁ କମିଶନର ସାହେବ ଆପଣା ମନ୍ତବ୍ୟ ସହିତ ସେସବୁ କାଗଜ ଗଭର୍ଣ୍ଣମେଣ୍ଟକୁ ପଠାଇ ଅଛନ୍ତି ବା ଆଜିକାଲି ପଠାଇବେ। ଆମ୍ଭେମାନେ ଭରସା କରୁ ଯେ ଗଭର୍ଣ୍ଣର ସାହେବ ଏଥର ସୁବିଚାର କରି ବିହିତ ଆଜ୍ଞା ପ୍ରଦାନ କରିବେ। କିଏ କିଏ କୈଫିୟତ ଦେଇଅଛନ୍ତି ଏହା ଜାଣିବାକୁ ପାଠକମାନେ ଉତ୍ସୁକ ହେବେ। ଅତଏବ ଆମ୍ଭେମାନେ ନାନାଦି ସୂତ୍ରେ ଯାହା ଅବଗତ ହୋଇଅଛୁ ତାହା ନିମ୍ନେ ଲେଖୁଅଛୁ। ପୋଲିସ ଆସିଷ୍ଟାଣ୍ଟଙ୍କ ମଧ୍ୟରେ ଜଣେ କଟକର କକ୍ ସାହେବ ଓ ଅନ୍ୟ ଜଣେ ପୁରୀର ରବର୍ଟ ସାହେବ। କକ୍ ସାହେବ ଦୋଷ ସ୍ୱୀକାର କରି ଲେଖିଅଛନ୍ତି ରଥଚକର ଅଖ ଉପରେ ପଡ଼ିଥିବା ମୋଟ କାଷ୍ଠଖଣ୍ଡ ଉପରେ ଆମ୍ଭେ ଅନେକ ଥର ବସିଅଛୁ ଓ ଥରେ ତହିଁରେ ବସି ଚାହାପାନ କରିଅଛୁ। ଏହା ଆପତ୍ତିଜନକ ବୋଲି ଆମ୍ଭକୁ ଜଣା ନଥିଲା କିମ୍ବା କେହି ଆମ୍ଭକୁ ନିଷେଧ ନ କଲେ ନଚେତ୍ ଆମ୍ଭେ କଦାପି ବସି ନଥାନ୍ତୁ। ଥରେ ରଥରେ ବସି ଜଣେ ପ୍ରଧାନ ମହନ୍ତ ସହିତ କଥୋପକଥନ କରିଥିଲୁ, ସେ ମଧ୍ୟ ନିଷେଧ ନ କଲେ। ମୁସଲମାନ କନେଷ୍ଟବଳ ନିଯୁକ୍ତ କରିବାର ଦୋଷଯୁକ୍ତ ବୋଲି ଆମ୍ଭଙ୍କୁ ଗୋଚର ନଥିଲା, ତଥାଚ ଆମ୍ଭେ ସେମାନଙ୍କୁ ରଥ ପଛରେ ରଖି ହିନ୍ଦୁ କନେଷ୍ଟବଳଙ୍କୁ ଆଗରେ ରଖାଇଥିଲୁ। ନୀତି ସରିବା ପୂର୍ବେ ରଥଟଣା କଥା ସତ ନୁହେଁ। ଆମ୍ଭେ ସେବକମାନଙ୍କୁ ପଚାରି ଓ ସେମାନଙ୍କ ଉତ୍ତରରୁ ନୀତି ଶେଷ ହେବାର ଜ୍ଞାତ ହୋଇ ରଥ ଟାଣିବାର ଆଜ୍ଞା ଦେଇଅଛୁ। ରବର୍ଟ ସାହେବ ମଧ୍ୟ ଦୋଷ ସ୍ୱୀକାର କରି ଆପଣାର ଅଜ୍ଞାନତାକୁ ତହିଁର କାରଣ ସ୍ୱରୂପ ଦେଖାଇଅଛନ୍ତି। ମେଜିଷ୍ଟ୍ରେଟ ସାହେବ ଲେଖନ୍ତି ଆମ୍ଭେ ଶାରୀରିକ ଅସୁସ୍ଥତା ହେତୁ ସେଦିନ ଯାତ୍ରାରେ ଉପସ୍ଥିତ ନଥିଲୁ। ତହିଁ ଆରଦିନ ଶୁଣିଲୁ ଯେ ଆସିଷ୍ଟାଣ୍ଟମାନେ ରଥରେ ବସିବାରୁ ହିନ୍ଦୁମାନେ ବିରକ୍ତ ହୋଇଅଛନ୍ତି।
ତହୁଁ ଆମ୍ଭେ ସେମାନଙ୍କୁ ପଚାରିବାରେ ସେମାନେ ଏକଥା ମାନିଲେ। ମୁସଲମାନ କନେଷ୍ଟବଳ ମାନେ କେବଳ ଯାତ୍ରୀମାନଙ୍କୁ ରଥଠାରୁ ଅନ୍ତର ରଖିବାରେ ନିଯୁକ୍ତ ଥିଲେ। ସେମାନେ ରଥ ଚଳାଉନଥିଲେ ଓ ସବୁ ନୀତି ଶେଷ ହେବା ଉତ୍ତାରେ ରଥଟଣା ହୋଇଅଛି। କକ୍ ସାହେବ ନୂତନ ଓ ସେ ଯେପରି ମୁକ୍ତ କଣ୍ଠରେ ସବୁ କଥା ସ୍ପଷ୍ଟ ଲେଖିଅଛନ୍ତି ଓ ଚାହା ପାନର କଥା କୌଣସି ପତ୍ରିକାରେ ଉଲ୍ଲେଖ ନଥିଲେ ମଧ୍ୟ ତାହା ସେ ଆପଣା ମୁଖେ ସ୍ୱୀକାର କରିଅଛନ୍ତି। ଏଥିରୁ ବୋଧ ହୁଏ ଯେ ରଥରେ ବସିବା ଦୋଷଜନକ ବୋଲି ବାସ୍ତବରେ ତାଙ୍କୁ ଜଣା ନଥିଲା। କିନ୍ତୁ ସେ ଜଣେ ପ୍ରଧାନ ପୋଲିସ କର୍ମଚାରୀ ଥିବାରୁ ଲୋକମାନଙ୍କର ଧର୍ମ ରୀତିନୀତି ଇତ୍ୟାଦି କଥା ତାଙ୍କୁ ଜାଣିବାର ଉଚିତ। ଇଂରେଜମାନେ ହିନ୍ଦୁ ଦେବ ମନ୍ଦିର ମଧ୍ୟକୁ ଯିବାର ନିଷେଧ ଏତକ ସେ ଅବଶ୍ୟ ଜାଣୁଥିବେ। ରଥରେ ବସିବାରେ କିଛି ଦୋଷ ଅଛି କି ନା ଏହା ବୁଝିବାର ତାଙ୍କୁ ଆବଶ୍ୟକ ଥିଲା ଓ ସେ ବୁଝିଥିଲେ ଏହା ଘଟେ ନଥାନ୍ତା। ଏତିକିରେ ତାଙ୍କର ଦୋଷ, କିନ୍ତୁ ତାଙ୍କ ଅପେକ୍ଷା ରବର୍ଟ ସାହେବଙ୍କ ଦୋଷ ଅଧିକ, କାରଣ ସେ ନୂତନ ନୁହନ୍ତି ଓ ଜାଣୁଥିବାର ସେ ଯେ ଉତ୍ତର କରନ୍ତି ଏହା ଶୁଣିବାର ଯୋଗ୍ୟ ନୁହେଁ। ଯାହା ହେଉ, ହିନ୍ଦୁ ପେଟ୍ରିଅଟ ଯଥାର୍ଥ କହିଅଛନ୍ତି, ଏପରି କାର୍ଯ୍ୟରେ ଅପ୍ରବୀଣ ଯୁବା ଇଂରେଜ କର୍ମଚାରୀଙ୍କୁ ନିଯୁକ୍ତ କରିବାର ଉଚିତ ନଥିଲା। ଆର୍ମଷ୍ଟ୍ରଙ୍ଗ ସାହେବ ତ ଅପ୍ରବୀଣ ନୁହନ୍ତି, ସେ କାହିଁକି ସେମାନଙ୍କୁ ସବୁ କଥା ପୂର୍ବରୁ ବୁଝାଇ ନଦେଲେ ଓ ଉତ୍ତମ ତତ୍ତ୍ୱାବଧାରଣ ନ କଲେ ଏବଂ ସେ ଏପରି ଗୁରୁତର କଥା ଜ୍ଞାତ ହୋଇ କାହିଁକି ତୁନି ହୋଇ ରହିଲେ? ଉପର ଲିଖିତ ବିଷୟରେ କମିଶନର ସାହେବ କି ମନ୍ତବ୍ୟ ପ୍ରକାଶ କରିଅଛନ୍ତି ଆମ୍ଭେମାନେ ଏପର୍ଯ୍ୟନ୍ତ ଜ୍ଞାତ ହୋଇନାହୁଁ। ବର୍ତ୍ତମାନ ସେ ମହନ୍ତଙ୍କ ପକ୍ଷରେ ବିଚାର କରିବାର ଆବଶ୍ୟକ ରହିଛି। କକ୍ ସାହେବ ତାଙ୍କର ନାମ ନ ଲେଖି ପ୍ରଧାନ ମହନ୍ତ ବୋଲି ଲେଖନ୍ତି ଓ ତାଙ୍କ ସଙ୍ଗେ ସେ କଥୋପକଥନ କରିଥିଲେ। ଏଥିରୁ ଜଣାଯାଏ ଯେଉଁ ମହନ୍ତମାନେ ସାହେବମାନଙ୍କର ନିକଟକୁ ଯାତାୟାତ କରନ୍ତି ସେମାନଙ୍କ ମଧ୍ୟରୁ କେହି ହୋଇଥିବେ। ତେବେ ସେ ସାହେବଙ୍କୁ କିଛି କହିଲେ କାଳେ ସାହେବ ମାରି ଗୋଡ଼ାଇବେ, ଏପରି ଅଜ୍ଞ ନଥାଇ ସାହେବଙ୍କ ମର୍ଜି ଯୋଗାଇବା ଓ ଖୋସାମଦିଆ ବ୍ୟକ୍ତି ହୋଇଥିବ। ଆପଣାର ଧର୍ମ ନଷ୍ଟ ପଛକେ ହେଉ ସାହେବଙ୍କର ସୁମତି ଥାଉ ଓ ବିରକ୍ତି ନ ଜନ୍ମୁ ଏହିଭଳି ଲୋକ ସେ ଅଟଇ, ନଚେତ ସେ କକ୍ ସାହେବଙ୍କୁ ଅବଶ୍ୟ ନିଷେଧ କରିଥାନ୍ତା। ହିନ୍ଦୁ ଧର୍ମ ରକ୍ଷା ପକ୍ଷରେ ଦୃଷ୍ଟି ରଖିବାର ମହନ୍ତମାନଙ୍କର ବିଶେଷ କର୍ତ୍ତବ୍ୟ ରହିଛି। ଯଦ୍ୟପି ସେମାନେ ଏଥିରେ ତ୍ରୁଟି କଲେ ଓ ଧର୍ମରକ୍ଷା ନିମନ୍ତେ ପଦେ କଥା କହିବାକୁ ଇଚ୍ଛା ନ କଲେ, ତେବେ ଏକା ସାହେବଙ୍କୁ ଅବା କାହିଁକି ଦୋଷୀ କରିବା? ଆମ୍ଭମାନଙ୍କ ବିବେଚନାରେ ସାହେବଦ୍ୱୟଙ୍କ ଅପେକ୍ଷା ସେ ମହନ୍ତ ଅଧିକ ଦୋଷୀ ଅଟେ ଓ ତାକୁ ମହନ୍ତ ନ କହି ମାହୁତ କହିଲେ ହୁଏ।